ଭାରତରେ 18ତମ ଲୋକସଭା ନିର୍ବାଚନର ଖର୍ଚ୍ଚ ଏକ ନୂଆ ରେକର୍ଡ କରିବାକୁ ଯାଉଛି। ସାରା ବିଶ୍ୱରେ ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ ଭାରତରେ ସାଧାରଣ ନିର୍ବାଚନୀ ଖର୍ଚ୍ଚ 1.35 ଲକ୍ଷ କୋଟି ଟଙ୍କା ଟପିବ ବୋଲି ସେଣ୍ଟର ଫର ମିଡିଆ ଷ୍ଟଡିଜ୍ NGO ଏକ ରିପୋର୍ଟରେ ଦାବି କରିଛି। 2019 ଲୋକସଭା ନିର୍ବାଚନରେ ପ୍ରାୟ 60,000 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଚଳିତ ଥର ତାହା 2 ଗୁଣରୁ ଅଧିକ ହେବ। 35 ବର୍ଷ ଧରି CMS ନିର୍ବାଚନୀ ଖର୍ଚ୍ଚ ଉପରେ ନଜର ରଖି ଆସିଛି। CMS ଅଧ୍ୟକ୍ଷ N ଭାସ୍କର ରାଓ ଏକ ସାକ୍ଷାତକାରରେ କହିଛନ୍ତି, ଏହି ଖର୍ଚ୍ଚରେ ରାଜନୈତିକ ଦଳ, ସଂଗଠନ, ପ୍ରାର୍ଥୀ, ସରକାର ଏବଂ ନିର୍ବାଚନ କମିଶନଙ୍କ ସମେତ ପ୍ରତ୍ୟକ୍ଷ ଓ ପରୋକ୍ଷ ଖର୍ଚ୍ଚ ଅନ୍ତର୍ଭୁକ୍ତ। ପୂର୍ବରୁ ଏହି ଆକଳନ 1.20 ଲକ୍ଷ କୋଟି ଟଙ୍କା ରହିଥିଲା। ହେଲେ ଇଲେକ୍ଟୋରାଲ ବଣ୍ଡ ତଥ୍ୟ ସାମ୍ନାକୁ ଆସିବା ପରେ ସେହି ଅର୍ଥ ସମେତ ନିର୍ବାଚନ ବାବଦ ଅନ୍ୟ ଖର୍ଚ୍ଚକୁ ଅନ୍ତର୍ଭୁକ୍ତ କରି ଏହାକୁ ପୁନଃ ଆକଳନ କରାଯାଇଥିଲା।